ହ୍ୟାଲୋ କଣ କହିଲୁ ତୋ ମା ଦେହ ସିରିୟସ୍? ତୁ ଗୋଟେ କାମ କରେ ତୁ ମେଡିକାଲ ନେଇକି ଚାଲ ମୁଁ ପଇସା ସାଙ୍ଗେ ସାଙ୍ଗେ ପହଞ୍ଚୁଛି। ହଁ ସାଙ୍ଗେ ସାଙ୍ଗେ ମୁଁ ମେଡିକାଲ ପହଞ୍ଚୁଛି ତୁ ବ୍ୟସ୍ତ ଲାଗିଛି ମୁଁ ସାଙ୍ଗେ ସାଙ୍ଗେ ପହଞ୍ଚୁଛି। ଏ କୁଆଡେ ଯାଉଛ? ମୋ ସାଙ୍ଗର ମା ଦେହ ସିରିୟସ୍ ତାକୁ ମେଡିକାଲ ନେବାକୁ ପଡିବ ତାପରେ ପଇସା ନାହିଁ ତେଣୁ ମତେ ସେ କହିଲା ଟିକେ କିଛି ପଇସା ଆଣ ମୁଁ ପଇସା ନେଇକି ତା ମେଡିକାଲ ନେଇକି ଯାଉଛି। ହଁ, ତମେ ତ ଖାଲି ସାଙ୍ଗ ସାଥି ସେଇ ବନ୍ଧୁ ବାନ୍ଧବ ସେଇମାନଙ୍କୁ ଖାଲି ପଇସା ଦଉଥାଅ। ଆମ କଥା କୋଉଦିନ ବୁଝିବାର ନାହିଁ। କଣ କହୁଛ? ତମ କଥା ମୁଁ ବୁଝୁନି? ଆରେ ମଣିଷ ଜନ୍ମ ପାଇଛେ ମଣିଷ ହେଇକି ମଣିଷକୁ ସାହାଯ୍ୟ କରିବାନି ତ ଆଉ କାହାକୁ ସାହାଯ୍ୟ କରିବା? ଆଚ୍ଛା କହିଲ ତମ ଭାଇ ଯେତେବେଳେ ମେଡିକାଲରେ ପଡିଥିଲେ କେତେ ଲୋକ ବ୍ଲଡ ଦେବାକୁ ଆସିଥିଲେ? 30-40 ଲୋକ ବ୍ଲଡ ଦେବାକୁ ଆସିଥିଲେ କାରଣ ସେମାନେ ସାହାଯ୍ୟ ମନୋବୃତ୍ତି ନେଇକି ଆସିଥିଲେ। ଆମେ ହଉଛେ ମଣିଷ ଆମେ ମଣିଷ ହେଇକି ମଣିଷକୁ ସାହାଯ୍ୟ କରିବାନି ଆଉ କାହାକୁ ସାହାଯ୍ୟ କରିବା? ଆରେ ତାଙ୍କର ଅସୁବିଧା ପଡିଛି ତାଙ୍କ ଅସୁବିଧା ବେଳେ ଯଦି ଆମେ ଛିଡା ହବାନି ତାହେଲେ ଆମ ଅସୁବିଧା ବେଳେ କିଏ ଛିଡା ହବ କହିଲ? ତମେ ଏ କଥା କାହିଁ କହିପାରୁଛ? ଆରେ ଦୁନିଆରେ ବଞ୍ଚୁଛେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କର। ତମର ଅସୁବିଧା ବେଳେ ଲୋକ ନା ତମକୁ ସାହାଯ୍ୟ କରିବେ। ଆରେ ସେଇଥିପାଇଁ ତ ଆଜିକାଲି ଦୁନିଆ ଯୋଉ ଟାଉନରେ ଲୋକମାନେ ରହୁଛନ୍ତି ଯଦି ପଡିଶା ଘରୁ ଚୋରି ହଉଛି ପଡିଶା ଘର ଜାଣିପାରୁନି କାରଣ ସେମାନେ ସମ୍ପର୍କ ନାହିଁ। ସେମାନଙ୍କର ଉଡିଯାଉ ବୁଡିଯାଉ ତମର ଚିନ୍ତା କଥା ନାହିଁ। ସେମାନେ ସୁସମ୍ପର୍କ ରଖନ୍ତେ ମଣିଷକୁ ମଣିଷ ଭଳିଆ ଦେଖନ୍ତେ ତାଙ୍କ ସହ ସମ୍ପର୍କ ରଖନ୍ତେ ତାହେଲେ ଏମିତି ଅସୁବିଧା ହୁଅନ୍ତା? ତେଣୁ ଦୁନିଆରେ ଯଦି ଚଳୁଛ ମଣିଷ ଯଦି ବଞ୍ଚିବାର ଅଛି କାହାର ସୁବିଧା ଅସୁବିଧାରେ ତାକୁ ସାହାଯ୍ୟ କର। ଦେଖିବ ତମ ଅସୁବିଧା ବେଳେ ନିଶ୍ଚୟ କିଏ ନା କିଏ ତମ ପାଖରେ ଛିଡା ହବ। ଗୋଟେ କଥା ମନେ ରଖ ଦୁନିଆରେ ବଞ୍ଚିଛେ ପର ଉପକାରଟା ନା ସବୁଠୁ ଶ୍ରେଷ୍ଠ ଉପକାର। ବୁଝିପାରୁଛ ନା ବୁଝିପାରୁନ? ହଉ ମୁଁ ଆସୁଛି।